ରଥଯାତ୍ରା ସରି ଯାଇଥିଲା। ସହରର ରାସ୍ତା ଧୀରେ ଧୀରେ ଖାଲି ହେଉଥିଲା। ଭକ୍ତମାନେ ନିଜ ନିଜ ଘରକୁ ଫେରି ଯାଉଥିଲେ। କିନ୍ତୁ ଜଣେ ବୃଦ୍ଧା ମା ଏବେ ବି ରଥ ଦାଣ୍ଡରେ ବସିଥିଲେ। ତାଙ୍କ ଆଖି ରଥ ଉପରେ ଥିଲା। ଆଖିରେ ଲୁହ, ଓଠରେ କେବଳ ଗୋଟିଏ କଥା, ହେ କାଳିଆ, ତୁ ତ ବାହୁଡ଼ିବୁ, କିନ୍ତୁ ମୋ ପୁଅ କେବେ ବାହୁଡ଼ିବ? ସେହିଦିନ ସେଠାରେ ଥିବା ଜଣେ ଯୁବକ ଏହି କଥା ଶୁଣି ଅଟକିଗଲା। ସେ ଭାବିଲା, ଏ ମା କାହାକୁ ଅପେକ୍ଷା କରୁଛନ୍ତି? ସେ ଜାଣିନଥିଲା ସେହିଦିନଠାରୁ ତାଙ୍କ ଜୀବନ ବଦଳିବାକୁ ଯାଉଥିଲା। ଗୋଟିଏ ଛୋଟ ଗାଁରେ ରହୁଥିଲେ ଜଣେ ବୃଦ୍ଧା ମା ଯମୁନା। ସ୍ୱାମୀଙ୍କୁ ବହୁ ବର୍ଷ ହେଲା ହରାଇଥିଲେ। ତାଙ୍କର ଏକମାତ୍ର ପୁଅ ଥିଲା ରଘୁ। ରଘୁ ଛୋଟବେଳୁ ଭଲ ପିଲା ଥିଲା। ମାଙ୍କ କଥା ମାନୁଥିଲା। ମାଙ୍କ ହାତରନ୍ଧା ଖାଇ ଖୁସି ହେଉଥିଲା। ପ୍ରତିବର୍ଷ ରଥଯାତ୍ରା ସମୟରେ ମାଙ୍କ ହାତ ଧରି ପାଖ ସହରରେ ରଥ ଦେଖିବାକୁ ଯାଉଥିଲା। ରଘୁ ସବୁବେଳେ କହୁଥିଲା, ମା, ଦିନେ ମୁଁ ତୁମକୁ ପୁରୀ ନେଇଯିବି। ତୁମେ ନିଜ ଆଖିରେ ତିନି ଠାକୁରଙ୍କୁ ଦେଖିବ। ମା ହସି କହୁଥିଲେ, ବାପା, ମୋର ଆଉ କିଛି ଦରକାର ନାହିଁ। ତୁ ମୋ ପାଖରେ ଥିଲେ ମୋର ସବୁ ଠାକୁର ମୋ ପାଖରେ ଅଛନ୍ତି। କିନ୍ତୁ ସମୟ ସବୁବେଳେ ଏକା ପରି ରହେ ନାହିଁ। ଗୋଟିଏ ଦିନ ରଘୁ ଚାକିରି ଖୋଜିବା ପାଇଁ ସହରକୁ ଚାଲିଗଲା। ଯିବା ସମୟରେ ମାଙ୍କୁ କହିଲା, ମା, ମୁଁ ଶୀଘ୍ର ଫେରିବି। ତୁମ ପାଇଁ ନୂଆ ଶାଢ଼ୀ ଆଣିବି, ଆଉ ତୁମକୁ ପୁରୀ ନେଇଯିବି। ମା ଆଖିରେ ଲୁହ ରଖି ହସିଦେଲେ, ଯା ବାପା, ଭଲରେ ରହ। ରଘୁ ଚାଲିଗଲା। ଦିନ ଗଡ଼ିଲା, ମାସ ଗଡ଼ିଲା, ବର୍ଷ ବିତିଗଲା। ରଘୁ ସହରରେ ଭଲ ଚାକିରି ପାଇଲା, ଟଙ୍କା ରୋଜଗାର କଲା। ଧୀରେ ଧୀରେ ତାର ଜୀବନ ବଦଳିଗଲା। କିନ୍ତୁ ମାଙ୍କ ପାଇଁ ସମୟ କମିଗଲା। ପ୍ରଥମେ ପ୍ରତିଦିନ ଫୋନ କରୁଥିଲା, ପରେ ସପ୍ତାହକୁ ଥରେ, ତାପରେ ମାସକୁ ଥରେ, ଆଉ ଶେଷରେ ଫୋନ କରିବା ବି ଭୁଲିଗଲା। ଯମୁନା ମା କିନ୍ତୁ ପ୍ରତିଦିନ ଘର ଦୁଆର ପାଖରେ ବସି ରଘୁକୁ ଅପେକ୍ଷା କରୁଥିଲେ। ପ୍ରତିଦିନ ଭାବୁଥିଲେ, ଆଜି ମୋ ପୁଅ ଆସିବ, କିନ୍ତୁ ସେ ଆସୁନଥିଲା। ସେହି ବର୍ଷ ରଥଯାତ୍ରା ଆସିଲା। ଗାଁର ସମସ୍ତେ ରଥ ଦେଖିବାକୁ ଗଲେ। ଯମୁନା ମା ମଧ୍ୟ ରଥ ଦାଣ୍ଡକୁ ଗଲେ। କିନ୍ତୁ ତାଙ୍କ ପାଖରେ ରଥ ଟାଣିବା ପାଇଁ ଶକ୍ତି ନଥିଲା। ସେ ରଥକୁ ଚାହିଁ କହିଲେ, ହେ ମହାପ୍ରଭୁ, ମୋ ପୁଅକୁ ମୋ ପାଖକୁ ଫେରାଇ ଦିଅ। ପାଖରେ ଥିବା ଲୋକମାନେ ତାଙ୍କୁ ଦେଖୁଥିଲେ। ମା ପୁଣି କହିଲେ, ମୁଁ ତୁମକୁ ଆଉ କିଛି ମାଗୁନାହିଁ। ମୋ ପୁଅକୁ ଥରେ ମୋ ପାଖକୁ ପଠାଇ ଦିଅ। ସେହି ସମୟରେ ଜଣେ ଯୁବକ ତାଙ୍କ ପାଖକୁ ଆସିଲା। ତାର ନାମ ଥିଲା ଅମିତ। ସେ ପଚାରିଲା, ମା, ଆପଣ କାହାକୁ ଅପେକ୍ଷା କରୁଛନ୍ତି? ଯମୁନା ମା ଲୁହ ପୋଛି କହିଲେ, ମୋ ପୁଅକୁ। ସେ କେଉଁଠି ଅଛି? ସହରରେ। ସେ ଆପଣଙ୍କୁ ଦେଖିବାକୁ ଆସେ ନାହିଁ। ମା କିଛି ସମୟ ଚୁପ୍ ରହିଲେ। ତାପରେ ହସି କହିଲେ, ବାପା, ମୋ ପୁଅ ବହୁତ ବ୍ୟସ୍ତ। ତାର ବହୁତ କାମ। ଅମିତ ବୁଝିଗଲା, ମା ପୁଅର ଦୋଷ ଲୁଚାଉଛନ୍ତି। ସେ ପୁଣି ପଚାରିଲା, ମା, ଆପଣଙ୍କର ସବୁଠୁ ବଡ଼ ଇଚ୍ଛା କ'ଣ? ମା ରଥକୁ ଚାହିଁ କହିଲେ, ମୋ ପୁଅ ସହିତ ଥରେ ତିନି ଠାକୁରଙ୍କୁ ଦେଖିବି। ଅମିତ କିଛି କହିଲା ନାହିଁ। ରଘୁର ଫୋନ ନମ୍ବର ସଂଗ୍ରହ କରି ଫୋନ କରି କହିଲା, ଭାଇ, ଆପଣଙ୍କ ମା ଆପଣଙ୍କୁ ଅପେକ୍ଷା କରୁଛନ୍ତି। ରଘୁ କହିଲା, ମୁଁ ଜାଣିଛି।
କିନ୍ତୁ ମୋର ଏବେ ବହୁତ କାମ, ସମୟ ମିଳିଲେ ଯିବି। ଅମିତ ଶାନ୍ତ ସ୍ୱରରେ କହିଲା, ଭାଇ, ଆପଣଙ୍କ ପାଖରେ ସମୟ ନ ଥାଇପାରେ, କିନ୍ତୁ ଆପଣଙ୍କ ମାଙ୍କ ପାଖରେ ଆପଣଙ୍କ ବ୍ୟତୀତ ଆଉ କିଛି ନାହିଁ। ରଘୁ ଫୋନ୍ କାଟିଦେଲା। କିନ୍ତୁ ସେହି କଥା ତାର ମନରେ ଘୂରିବାକୁ ଲାଗିଲା। ସେ ରାତିରେ ଶୋଇ ପାରିଲା ନାହିଁ। ତାର ମନେ ପଡ଼ିଲା, ଛୋଟବେଳେ ମା ତାକୁ କେମିତି ଖୁଆଉଥିଲେ। ସେ ଅସୁସ୍ଥ ହେଲେ ରାତି ସାରା ମା ତା ପାଖରେ ବସି ରହୁଥିଲେ। ସେ ସ୍କୁଲ ଯିବା ସମୟରେ ମା ତା ଟିଫିନ୍ ବାନ୍ଧି ଦେଉଥିଲେ, ଆଉ ଯିବା ସମୟରେ କହୁଥିଲେ, ବାପା, ଭଲ ମଣିଷ ହେବୁ। ରଘୁର ଆଖିରେ ଲୁହ ଆସିଗଲା। ସେ ନିଜକୁ ପଚାରିଲା, ମୁଁ କ'ଣ ସତରେ ଭଲ ମଣିଷ ହୋଇ ପାରିଛି? ପରଦିନ ସକାଳୁ ରଘୁ ଗାଁକୁ ଫେରିବାକୁ ବାହାରିଲା। କିନ୍ତୁ ଗାଁରେ ପହଞ୍ଚିବା ପୂର୍ବରୁ ତାକୁ ଗୋଟିଏ ଖବର ମିଳିଲା, ଯମୁନା ମା ଅସୁସ୍ଥ ହୋଇ ପଡ଼ିଛନ୍ତି। ରଘୁ ଦୌଡ଼ି ଘରେ ପହଞ୍ଚିଲା। ଦେଖିଲା, ମା ଖଟ ଉପରେ ଶୋଇଛନ୍ତି। ରଘୁ ମାଙ୍କ ହାତ ଧରି କାନ୍ଦି କହିଲା, ମା, ମୋତେ କ୍ଷମା କରିଦିଅ। ମା ଧୀରେ ଆଖି ଖୋଲିଲେ, ପୁଅକୁ ଦେଖି ହସିଦେଲେ। କହିଲେ, ତୁ ଆସିଲୁ ବାପା। ରଘୁ କାନ୍ଦି କହିଲା, ହଁ ମା, ମୁଁ ଆସିଛି। ଏଥର ତୁମକୁ ନେଇ ତିନି ଠାକୁରଙ୍କୁ ଦେଖିବି। ମା ହସି କହିଲେ, ବାହୁଡ଼ିବେ ତିନି ଠାକୁର? ରଘୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ମା? ମା କହିଲେ, 9 ଦିନ ପରେ ବାହୁଡ଼ା ଯାତ୍ରା। ତିନି ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବେ। ମୁଁ ତୁମ ସହିତ ରଥ ଦେଖିବି। ରଘୁ ମାଙ୍କୁ ଧରି କହିଲା, ହଁ ମା, ଆମେ ଏକାଠି ଯିବା। ବାହୁଡ଼ାରେ ରଘୁ ମାଙ୍କୁ ନେଇ ପୁରୀ ରଥ ଦାଣ୍ଡରେ ପହଞ୍ଚିଲା। ଲୋକମାନେ ରଥ ଟାଣୁଥିଲେ। ଚାରିଆଡ଼େ ଭକ୍ତିର ପରିବେଶ। ମାଙ୍କ ଆଖିରେ ଖୁସିର ଲୁହ। ସେ ତିନି ଠାକୁରଙ୍କୁ ଦେଖି ହାତ ଯୋଡ଼ି କହିଲେ, ହେ ମହାପ୍ରଭୁ, ଆଜି ମୋର ଇଚ୍ଛା ପୂରଣ ହେଲା। ରଘୁ ମାଙ୍କ ପାଦ ତଳେ ବସି କାନ୍ଦି କହିଲା, ମା, ମୁଁ ତୁମକୁ ବହୁତ ଦୂରେ ରଖିଥିଲି, କିନ୍ତୁ ତୁମେ ମୋତେ କେବେ ଦୂରେ ରଖିନାହଁ। ମା ତା ମୁଣ୍ଡରେ ହାତ ରଖି କହିଲେ, ବାପା, ମା ପାଇଁ ପୁଅ କେବେ ଦୂରେ ଯାଏ ନାହିଁ। ସେହି ସମୟରେ ରଥ ଚାଲିଲା। ତିନି ଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ। ରଘୁ ରଥକୁ ଚାହିଁ ଭାବିଲା, ଆଜି ତିନି ଠାକୁର ବାହୁଡ଼ୁଛନ୍ତି, କିନ୍ତୁ ମୋ ମା ମୋତେ ମୋର ଭୁଲରୁ ବାହାର କରି ମୋ ଜୀବନକୁ ବି ଫେରାଇ ଆଣିଛନ୍ତି। ସେହି ଦିନଠାରୁ ରଘୁ ମାଙ୍କୁ ଏକା ଛାଡ଼ିଲା ନାହିଁ। ସେ ବୁଝିଗଲା, ଭକ୍ତି କେବଳ ମନ୍ଦିର ଯିବାରେ ନୁହେଁ, ଭକ୍ତି ହେଉଛି ନିଜ ଘରର ବୃଦ୍ଧ ବାପା ମାଙ୍କ ମୁହଁରେ ହସ ଫୁଟାଇବା। ଆମେ ମନ୍ଦିରରେ ଭଗବାନଙ୍କୁ ଖୋଜୁଥାଉ, କିନ୍ତୁ ବେଳେବେଳେ ଭଗବାନ ଆମ ଘରେ ହିଁ ଥାଆନ୍ତି। ବୃଦ୍ଧ ବାପାଙ୍କ ଆଖିରେ, ମାଙ୍କ ମମତାରେ, ଅସହାୟ ମଣିଷର ଲୁହରେ, ଆଉ ଆମର ଗୋଟିଏ ସାହାଯ୍ୟରେ। ତିନି ଠାକୁର ବାହୁଡ଼ି ଯାଆନ୍ତି। ରଥ ଫେରିଯାଏ। ପର୍ବ ସରିଯାଏ। କିନ୍ତୁ ଆମ ଜୀବନରେ ମା ବାପାଙ୍କ ଭଲ ପାଇବା ସବୁବେଳେ ରହିଥାଏ। ତେଣୁ ସେମାନେ ଆମ ପାଖରେ ଥିବାବେଳେ ସେମାନଙ୍କୁ ସମୟ ଦିଅନ୍ତୁ। ସେମାନଙ୍କ ମନକୁ କଷ୍ଟ ଦିଅନ୍ତୁ ନାହିଁ। କାରଣ ଜୀବନରେ ଅନେକ ଜିନିଷ ପୁଣି ଥରେ ମିଳିପାରେ, କିନ୍ତୁ ହରାଇ ଯାଇଥିବା ମା ବାପାଙ୍କୁ ପୁଣି ଥରେ ଫେରାଇ ଆଣି ହୁଏ ନାହିଁ। ବନ୍ଧୁଗଣ, ଏ ଥିଲା ଆଜିର ବିଷୟବସ୍ତୁ। ଆଜିର ଷ୍ଟୋରିକୁ ନେଇ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।